ତୁମର ସମସ୍ତ ସମସ୍ୟାର ସମାଧାନ ହେଉଛି ମୋର ଉଦି, ଯାହାକୁ ତୁମେ ମୋର ବିଭୂତି କହୁଛ। ସର୍ବଦା ସେହି ବିଭୂତିର ଟୀକା ଲଗାଅ ଏବଂ ବିଭୂତି ଜଳ ପ୍ରତିଦିନ ପିଅ। ଏବେ ତୁମେ ଯେଉଁ ପଥରେ ଅଛ, ସେହି ପଥ ତୁମ ପାଇଁ ଠିକ୍ ଅଟେ। ତେଣୁ ତୁମେ ଏବେ ଭ୍ରମିତ ହୁଅ ନାହିଁ। ମୋର କିଛି ପିଲା ଜୀବନରେ ସଫଳ ହୋଇଛନ୍ତି, କିନ୍ତୁ ସେମାନଙ୍କ ଆଖପାଖରେ ଥିବା ଲୋକମାନେ ସେମାନଙ୍କ ସଫଳତାକୁ ଦେଖି ଈର୍ଷା କରନ୍ତି। ତେଣୁ ଆଜି ଗୋଟେ ଜରୁରୀ କଥା ଶୁଣ, ଯାହା ତୁମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେବେ ବି ନିଜ ବିଷୟରେ ସବୁକିଛି ସମସ୍ତଙ୍କୁ କୁହ ନାହିଁ। ନିଜ ସୁଖ ଦୁଃଖ ନିଜ ପାଖରେ ରଖ, କାହାକୁ କୁହ ନାହିଁ। ନିଜର ଏମିତି କିଛି ତଥ୍ୟ ରହିଛି ଯାହାକୁ ଗୁପ୍ତ ରଖିବା ବହୁତ ଜରୁରୀ, ଯାହା ତୁମ ପାଇଁ ବହୁତ ଲାଭଦାୟକ। ତେଣୁ ସର୍ବଦା ଏହି କଥାକୁ ମନେ ରଖ। ମୋର ଆଉ ଗୋଟେ କଥା ଶୁଣ, ଯଦି ତୁମକୁ କେବେ କେବେ କିଛି ଅଲଗା ଖାଦ୍ୟ ଖାଇବାକୁ ମନ ହେଉଛି, ତେବେ ସେଥିରେ କିଛି ଭୁଲ ନାହିଁ। ତୁମକୁ ଯାହା ଭଲ ଲାଗେ ତାହା ଖାଅ, କିନ୍ତୁ ଯଥାସମ୍ଭବ ସୁସ୍ଥ ଖାଦ୍ୟ ଖାଅ। କେବେ କେବେ ଯଥା ଗୋଟେ ମାସ କିମ୍ବା 2 ମାସର ଥରେ ତୁମର ଜଙ୍କ ଫୁଡ୍ ଖାଇବା ଠିକ୍ ଅଟେ, କିନ୍ତୁ ପ୍ରତିଦିନ ବିଲକୁଲ ନୁହେଁ। ମୋର ଏହି କଥାକୁ ଧ୍ୟାନରେ ରଖ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।